ସାଙ୍ଗମାନେ ଗୁରୁବାର ଯେହେତୁ ଥିଲା ମନ କଲା କ'ଣ ଟିକେ ସାଧା କରିବା ପାଇଁ, ତ ମୁଁ ଫ୍ରିଜ୍ ଖୋଲିକି ଦେଖିଲା ବେଳକୁ ବୋଇତାଳୁଟି ଖରାପ ହେଇଯାଉଛି। ମାଆ କହିଥିଲେ କି କେବେ କୌଣସି ଜିନିଷ ଖରାପ କରିବୁନି, ତା ଆଗରୁ ତାକୁ କାମରେ ଲଗେଇଦେବୁ। ମୁଁ ତାକୁ କ'ଣ କଲି ନା ବୋଇତାଳୁ ଆଳୁକୁ କାଟିକି ତାକୁ କ'ଣ କଲି ନା ଟିକେ ଭାଜିଦେଲି। ତାକୁ ତେଲ ଟିକେ ପକେଇ ହଳଦୀ ଲୁଣ ଟିକେ ପକେଇ ଜିରା ଦିରା ପକେଇ ତାକୁ କ'ଣ କଲି ନା ଭାଜିଦେଲି। ମୋ ଭଜା ରେଡ଼ି ହେଇଗଲା, ତା ଦେହରେ ଟିକେ ଲଙ୍କାଗୁଣ୍ଡ ପକେଇଦେଲି। ଭଜା ରେଡ଼ି ହେଇଗଲା ପରେ ଲଙ୍କାଗୁଣ୍ଡ ପକେଇଦେଇ ତାକୁ କ'ଣ କଲି ନା ଓହ୍ଲେଇଦେଲି। ତ ସାଙ୍ଗମାନେ ତାପରେ ତେଲ ଟିକେ ଗରମ କରିଦେଲି, ଆଉ ପିଆଜ ଆଉ ଟମାଟୋ ଟିକେ ପକେଇଦେଲି, ତା ଦେହରେ ଅଦା ରସୁଣ ପେଷ୍ଟ ଟିକେ ପକେଇଦେଲି। ପକେଇ ଦେଇ ସାଙ୍ଗମାନେ ମୁଁ ଆଗରୁ ସିଝେଇକି ରଖିଥିଲି ଆଉ ମଟର ଆଳୁ ଆଉ ବୋଇତାଳୁ ବି ସେଥିରେ ଟିକେ ପକେଇ ଦେଇଥିଲି, କାହିଁକିନା ମଟର ଆଳୁରେ ବୋଇତାଳୁ ପକେଇଲେ ବହୁତ ଟେଷ୍ଟି ଲାଗେ। ଆପଣ ଟିକେ କେବେ କରିକି ଖାଇବେ, ବହୁତ ଭଲ ଲାଗିବ। ଏମିତିରେ ବି ମୋ ଜିନିଷ ନଷ୍ଟ ହେଇଯାଉଥିଲା, ତେଣୁକରି ମୁଁ ପକେଇ ଦେଇକି ରଖିଥିଲି। ଏପଟରେ ଅଟା ମଧ୍ୟ ଚକୁଟି ଦେଇକି ରଖିଦେଇଥିଲି। ତ ତାକୁ ମସଲା ଟିକେ କଷାକଷି କରିଦେଇ ମଟର ଆଉ ଆଳୁ ଆଉ ବୋଇତାଳୁକୁ ଯେଉଁ ସିଝେଇକି ରଖିଥିଲି ତାକୁ କ'ଣ କଲି ନା ତା ଦେହରେ ଢାଳିଦେଲି। ତା ଦେହରେ ମଧ୍ୟ ଟିକେ ଲୁଣ ଆଉ ଟିକେ ଆଡ଼୍ କରିଦେଲି, କାହିଁକିନା ମୋର ବହୁତ ଅଲଣା ହାତ, ତ କୁଆଡ଼େ ଅଲଣା ହେଇଯାଇଥିବ, ଟିକେ ଆଉ ଟିକେ ଲୁଣ ଆଉ ହଳଦୀ ଟିକେ ଆଡ଼୍ କରିଦେଲି। ଟିକେ ଲଙ୍କାଗୁଣ୍ଡ ମଧ୍ୟ ଆଡ଼୍ କରିଦେଲି। କରି କାଟି ଦେଇ ସାଙ୍ଗମାନେ ଟିକେ କରି ମସଲା ଟିକେ ପକେଇଦେଲି, ଆଉ ଟିକେ ଗରମ ମସଲା ପକେଇଦେଲି। ଗରମ ମସଲା ପକେଇ ଦେଇ ସାରି ତାକୁ କ'ଣ କଲି ନା ଆଉ ମଟର ଆଉ ଆଳୁକୁ ତା ଦେହରେ ଢାଳିଦେଲି। ଢାଳି ଦେଇ ଟିକେ କଷାକଷି କରିଦେଲି। କଷାକଷି କରିଦେଇ ତା ଦେହରେ ଅଳ୍ପ ଟିକେ ପାଣି ଦେଇଦେଲି। ଏପଟରେ ସାଙ୍ଗମାନେ ମୁଁ ରେଡ଼ି କରିଦେଇଥିଲି, ରୁଟି ବେଲି ଦେଇଥିଲି। ତ ରୁଟି ତାୱାରେ ସେକି ନେଲି। ସେକି ସାକି ସାରି ଆଗରେ କ'ଣ କଲି ନା ତାକୁ ପୁଣି ଫୁଲେଇ ଦେଲି। ତ ସାଙ୍ଗମାନେ ଦେଖନ୍ତୁ ମୋର ସବୁ ରୁଟି ଫୁଲି ଯାଉଛି। ତ ସାଙ୍ଗମାନେ ସେଟା ଫୁଲେଇ ନେଲି। ଫୁଲେଇ ସାରିକି ରୁଟି କରିସାରି ତାପରେ କ'ଣ କଲି ନା ବାସନ କୁସନ ବହୁତ ଗୁଡ଼ା ପଡ଼ିଥିଲା, ସାଙ୍ଗମାନେ ତାକୁ କ'ଣ କଲେ ନା ମଜାମଜି କରିଦେଲି। ବାସନ କୁସନ ମାଜି ଦେଇକି ଭାବିଲି ଖାଇବି ବୋଲି। ସାଙ୍ଗମାନେ କି ଗରମ, କୁହନ୍ତୁନି, ବହୁତ ସାରା ଗରମ ହେଉଥାଏ, ପୁରା ଝାଳରେ ଗୋଟାପଣ ଭିଜି ଯାଇଥାଏ। ତ ସାଙ୍ଗମାନେ ସବୁ ଧୁଆଧୁଇ କରିଦେଲି। କରିଦେଇ କ'ଣ କଲି ନା ରାତିର ଖାଇବା ପୁଣି ବାଢ଼ିଲି। ରୁଟି ତାଙ୍କର ମଧ୍ୟ ପଖାଳ ସେ ଖାଇବେ ବୋଲି କହିଥିଲେ, ତାଙ୍କର ଭଜା ସବୁ ବଢ଼ାବଢ଼ି କରିଦେଲି। ସାଙ୍ଗମାନେ ଏଇଠି ରହିଲି। ଜୟ ଜଗନ୍ନାଥ, ଗୁଡ୍ ନାଇଟ୍। ତାପରେ ସାଙ୍ଗମାନେ ସକାଳୁ ପୁଣି କ'ଣ କଲେ ନା ସେ ଗାଁକୁ ଯିବେ ବୋଲି ପୁଣି ଚିକେନ୍ ନେଇକି ପଳେଇ ଆସିଲେ। ତ ମୁଁ ଏଠି କ'ଣ କଲି ନା ପିଆଜ ଆଉ ଆଳୁକୁ କୁନ କୁନ କରି କାଟିଦେଲି। କାଟିକୁଟି ସାରି ତାପରେ କ'ଣ କଲି ନା ଆଳୁକୁ ନେଇଗଲି ଧୋଇଦେଲି। ଧୋଇ ଦେଇ ସାରି ତାକୁ ଛାଣିଦେଲି। ଛାଣି ଦେଇ ସାରି ଗୋଟେ କଡ଼କା ବସେଇଦେଲି। କଡ଼କା ବସେଇ ଦେଇ ସେଥିରେ କିଛି ତେଲ ପକେଇଦେଲି। ସେଥିରେ ଆଳୁ ପକେଇଦେଇ ଆଳୁକୁ ଭଜାଭଜି ଟିକେ କରିଦେଲି। ଆଳୁ ସାଙ୍ଗମାନେ ଟିକେ ବ୍ରାଉନ୍ କଲର୍ ହେଇଗଲା। ବ୍ରାଉନ୍ କଲର୍ ହେଇଗଲା ପରେ ତା ଆଳୁକୁ କ'ଣ କଲି ନା ଟିକେ ଭଜାଭଜି କରିଦେଇକି ଆଳୁ ବ୍ରାଉନ୍ କଲର୍ ହେଇଗଲା ପରେ ତାକୁ କାଢ଼ିଦେଲି। କାଢ଼ି ଦେଇ ସାରି ସାଙ୍ଗମାନେ କ'ଣ କଲି ଆଳୁକୁ ସବୁ କ'ଣ କଲି ନା ଗୋଟେ ଥାଳି ଦେକୁ କାଢ଼ିଦେଲି। ସାଙ୍ଗମାନେ ଆଜି ଆୟୁର ପାପାଙ୍କୁ କହିଥିଲି କି ତମେ ଆଜି ରୋଷେଇ କର, କାହିଁକିନା ତାଙ୍କ ହାତର ରୋଷେଇଟା ମୋତେ ବହୁତ ପସନ୍ଦ। ତ ସାଙ୍ଗମାନେ ସେ କ'ଣ କଲେ ନା କଡ଼କା ବସେଇ ତା ଦେହରେ ତେଲ ପକେଇ ଦେଇ ତା ଦେହର ସବୁ ଗୋଟା ମସଲା ଯାହାକି ଆମର ଅଳେଇଚ ଆଉ ଗୁଜୁରାତି ଆଉ ଆମର ଡାଲଚିନି ଆଉ ଲଙ୍କା ପକେଇଲେ, ତା ଦେହରେ ଯେଉଁ ତେଜପତ୍ର ମଧ୍ୟ ପକେଇଲେ, ତା ଦେହରେ ଚିନି ଦିଟା ବି ମଧ୍ୟ ପକେଇଥିଲେ। ପକେଇ ସାରି କ'ଣ କଲେ ନା ପିଆଜଟିକୁ ପକେଇଦେଲେ। ପକେଇ ଦେଇକି ଭଲ ଭାବରେ ତାକୁ ଭାଜିଲେ। ତ ସାଙ୍ଗମାନେ ଏପଟରେ ପୁଣି ଦେଖନ୍ତୁ ଚିକେନଟାକୁ ଧୋଇଦେଲେ। ଏପଟରେ ଦେଖନ୍ତୁ ସାଙ୍ଗମାନେ ଆମର ପିଆଜ ମଧ୍ୟ ପୁରା ରେଡ଼ି ହେଇଯାଇଛି, ପୁରା ବ୍ରାଉନ୍ କଲର୍ ହେଇଯାଇଛି। ଏଥିରେ ଅଦା ରସୁଣ ଲଙ୍କା ଜିରା ଗୋଟେ ପେଷ୍ଟ ହେଇଥିଲା, ତ ସେଟାକୁ ସେ ପକେଇଦେଲେ। 2 ଚାମଚ 3 ଚାମଚ ଭଳିଆ ପକେଇଦେଲେ। ପକେଇ ସାରି ଏଥିରେ ହଳଦୀ ଲୁଣ ଆଉ ଲଙ୍କାଗୁଣ୍ଡ ଏମିତି ଟିକେ ପକେଇଦେଲେ। ପକେଇ ସାରି କ'ଣ କଲେ ନା ଧୋଇକି ରଖିଥିବା ସେ ଯେଉଁ ରଖିଥିଲେ ଚିକେନଟାକୁ ଧୋଇକି ରଖିଥିଲେ, ସେଟାକୁ ସେ କ'ଣ କଲେ ନା ସେଥିରେ ପକେଇ ଦେଲେ। ଆଉ ମସଲା ଟିକେ ଭଲ ଭାବରେ କଷାକଷି କରିଦେଇ ସେଟା ଚିକେନଟା ପୁଣି ପକେଇ ଦେଲେ। ତାପରେ ଚିକେନଟାକୁ ଭଲ ଭାବରେ କଷିଲେ। ତାପରେ ସାଙ୍ଗମାନେ କଷାକଷି କରି ଟିକେ ନୋଟ୍ ବୋଟ୍ କରିଦେଇ ତାପରେ କ'ଣ କଲେ ନା ଆଳୁଟାକୁ ପକେଇଦେଲେ। ଆଳୁଟା ପକେଇ ଦେଇକି କ'ଣ କଲେ ନା ଢାଙ୍କି ଦେଲେ। ଟିକେ ଘୋଡ଼ାଘୋଡ଼ି କରିଦେଇକି ଢାଙ୍କି ଦେଲେ। ଢାଙ୍କି ଦେଇ ସାରିଲା ପରେ ସାଙ୍ଗମାନେ ମୋର ଚିକେନ୍ କଷା ରେଡ଼ି ହେଇଗଲା। ଏଥିରେ ଟିକେ ପାଣି ଦେଇଦେଲେ ଆଉ ଭାତ ଆଉ ଚିକେନ୍ ରେଡ଼ି କରିଦେଲି। ତ ପୋଡ଼ା କରିଦେଲି। ଇଏ ଖାଇକି ପୁଣି ଘରକୁ ବାହାରିଲେ, କାହିଁକିନା ଭୋଟ୍ ଦେବାକୁ କାଲି ଭୋଟ୍ ଅଛି, ତ ଭୋଟ୍ ଦେବାକୁ ଯିବେ। ତ ଘରକୁ ଇଏ ବାହାରିକି ଗଲେ। ପୁଅକୁ ବହୁତ ମିସ୍ କରୁଛନ୍ତି, ତ ପୁଅକୁ ସେ ଧରିକି ଗଲେ। ମୁଁ ବି ତାଙ୍କ ପଛେ ପଛେ ସାଙ୍ଗମାନେ ଗଲି। ତ ଭିଡ଼ିଓଟିକୁ ଏଇଠି ଏଣ୍ଡ କରୁଛି। ରହିଲି। ଜୟ ଜଗନ୍ନାଥ। ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି।